କହିବାକୁ ଗଲେ ଶ୍ରାବଣ ମାସରେ କାଉଡ଼ିଆମାନଙ୍କ ଯାତ୍ରା ହେଉଛି ବାସ୍ତବରେ ଭଗବାନ ଶିବଙ୍କ ପ୍ରତି ସେମାନଙ୍କ ଅଟଳ ବିଶ୍ୱାସ, ତପସ୍ୟା ଓ ଭକ୍ତିର ପ୍ରତୀକ। ଏହାର ଆଧ୍ୟାତ୍ମିକ ଗୁରୁତ୍ୱ ସହିତ କାଉଡ଼ିଆମାନଙ୍କ ଯାତ୍ରା ହରିଦ୍ୱାର ଓ ଋଷିକେଶ ତୀର୍ଥସ୍ଥାନ ଭଳି ଓଡ଼ିଶାର ବିଭିନ୍ନ ସ୍ଥାନରେ ଧବଳେଶ୍ୱର, ଲୋକନାଥ, ଲିଙ୍ଗରାଜ, କପିଳାସ ଭଳି ଶୈବପୀଠମାନଙ୍କରେ କାଉଡ଼ିଆମାନଙ୍କର ଭିଡ଼ ରହିଛି। ଶିବ ଶବ୍ଦର ଅର୍ଥ ହେଉଛି ଯିଏ ସମସ୍ତଙ୍କ ପାଇଁ କଲ୍ୟାଣକାରୀ, ଯିଏ ସମସ୍ତଙ୍କ ବିକୃତିର ବାହାରେ, ଯିଏ କେବଳ ସତ୍ୟ, ସାକ୍ଷୀ ଓ ଅନନ୍ତ। ଶିବ ଅର୍ଥ ହେଉଛି ଆଶ୍ରୟଦାତା, ଦୁଃଖର ବିନାଶକାରୀ ଓ ଅନ୍ଧକାରରେ ମଧ୍ୟ ଆଶାର ଆଲୋକ ଅଟନ୍ତି। ରାତ୍ରି ଶବ୍ଦରେ ସେ ନିଜେ ଏକ ସୁଖଦ, ଆନନ୍ଦଦାୟକ ଭାବନା ବହନ କରନ୍ତି, ଯାହା ବିଶ୍ୱକୁ ଶାନ୍ତି ପ୍ରଦାନ କରେ। ଶିବରାତ୍ରି ଅର୍ଥ ହେଉଛି ଶିବରେ ପରିପୂର୍ଣ୍ଣ ଏକ ରାତି, ଯେତେବେଳେ ପ୍ରତ୍ୟେକ ସାଧକ, ଭକ୍ତ ଓ ଯୋଗୀ ଆନ୍ତରିକ ମଙ୍ଗଳ ଖୋଜୁଥିବା ଶିବଙ୍କ ନିକଟରେ ବସି ନିଜ ଆତ୍ମାକୁ ଦିବ୍ୟତା ଓ ଶାନ୍ତି ସହିତ ସଂଯୋଗ କରନ୍ତି। ଶାସ୍ତ୍ର ଓ ଯୋଗ ସାହିତ୍ୟରେ ଶିବଙ୍କୁ ଆଦିଯୋଗୀ, ମହାଯୋଗେଶ୍ୱର ଓ ସମସ୍ତଙ୍କର ଆଦି ଗୁରୁ ଭାବେ ବର୍ଣ୍ଣନା କରାଯାଇଛି। ମହାଦେବ ଶିବ ଏକ ସମାଧିରେ ବସି ବିଶ୍ୱକୁ ଧ୍ୟାନ, ଯୋଗ ଓ ଅନାସକ୍ତତାର ବାର୍ତ୍ତା ଦେଇଥିଲେ। ତାଙ୍କର ନଟରାଜ ରୂପ ସୃଷ୍ଟିର ଶକ୍ତିଶାଳୀ ନୃତ୍ୟ, ବିନାଶ ଓ ପୁନଃସୃଷ୍ଟିର ଲୟକୁ ପ୍ରତିଫଳିତ କରେ। ପଶୁପତି ଭାବରେ ସେ ସମସ୍ତ ପ୍ରାଣୀଙ୍କର ପ୍ରଭୁ, ମୃତ୍ୟୁଞ୍ଜୟ ଭାବରେ ସେ ମୃତ୍ୟୁକୁ ମଧ୍ୟ ଅତିକ୍ରମ କରିଛନ୍ତି। ଧନ୍ୟବାଦ।